ପବିତ୍ର ଜଳକ୍ରୀଡ଼ା ଏକାଦଶୀ ବା ଅପରା ଏକାଦଶୀ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷରେ ପଡ଼ୁଥିବାରୁ ଆଜିର ଏହି ଏକାଦଶୀ ଦିନକୁ ଅପରା ଏକାଦଶୀ ବା ଜଳକ୍ରୀଡ଼ା ଏକାଦଶୀ ଭାବେ ପାଳନ କରାଯାଏ। କାରଣ ଏହି ଏକାଦଶୀ ବ୍ରତ ପାଳନ ଫଳରେ ପ୍ରତି ଅପାର ସଂସାର ସମୂହକୁ ସହଜରେ ପାରି ହୋଇଥାଏ। ଯେତେ ଯେତେ ମହାପାପ ତଥା କ୍ଷତ୍ରିୟମାନେ ଯୁଦ୍ଧକ୍ଷେତ୍ରରୁ ପୃଷ୍ଠଭଙ୍ଗ ଦେବା, ମାତା ପିତା ତଥା ଗୁରୁଜନଙ୍କ ନିନ୍ଦା କରିବା, ବ୍ରହ୍ମହତ୍ୟା କରିବା, ଗୋହତ୍ୟା କରିବା, ପର ସ୍ତ୍ରୀକୁ ହରଣ କରିବା, ମିଥ୍ୟା କହିବା, ମିଥ୍ୟା ବେଦ ପଢ଼ିବା, ମିଥ୍ୟା ଶାସ୍ତ୍ର ଲେଖିବା, ମିଥ୍ୟା ବିଦ୍ୟା ଆଦି ଇତ୍ୟାଦି ଅଭ୍ୟାସ କରିବା ଜନିତ ଯେତେ ଅପରାଧ ଓ ପାପ ଯେଉଁଥିରେ ନର୍କଦଶ ହେବା କଥା, ଏହି ଏକାଦଶୀ ପାଳନରେ ତାହା ନାଶ ହୋଇ ବ୍ରତିକୁ ବୈକୁଣ୍ଠ ଶୂନ ମିଳେ। ପୁନଶ୍ଚ କୁହାଯାଇଛି ଏହି ଏକାଦଶୀ ଫଳରେ ତିନି ପୁଷ୍କର ସ୍ନାନ, କାର୍ତ୍ତିକ ସ୍ନାନ ଏବଂ ଗଙ୍ଗା ସ୍ନାନ ଇତ୍ୟାଦିର ପୁଣ୍ୟଫଳ ମିଳେ। ଗମତରେ ସ୍ନାନ କରିବା, କେଦାରନାଥଙ୍କୁ ଦର୍ଶନ କରିବା, ବଦ୍ରିକା ଆଶ୍ରମରେ ବାସ କରିବା ଫଳରେ ଯେଉଁ ଫଳ ମିଳେ ଅଥବା ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ସମୟରେ କୁରୁକ୍ଷେତ୍ରରେ ସ୍ନାନ କଲେ ଯେଉଁ ପୁଣ୍ୟଫଳ ମିଳେ ତାହା କେବଳ ଏକାଦଶୀ ପାଳନ ଫଳରେ ମିଳିଥାଏ। ଏହି କଥା ମଧ୍ୟ କୁହାଯାଇଛି ହାତୀ, ଘୋଡ଼ା ତଥା ଯଜ୍ଞରେ ଶୂନ ଦାନ କଲେ ଯେଉଁ ଫଳ ମିଳେ ତାହା ମଧ୍ୟ ଏକାଦଶୀ ପାଳନରେ ମିଳିଥାଏ। ଏହି ଏକାଦଶୀ ପାଳନ ଫଳରେ ଭୂମି, ସ୍ୱର୍ଣ୍ଣ, ଗୋ ବା କନ୍ୟାଦାନ ପୁଣ୍ୟର ଆବଶ୍ୟକତା ନଥାଏ। ପାପରୂପୀ ବୃକ୍ଷ ଛେଦନ ପାଇଁ ଏହା ଏକ କୁରାଡ଼ି ସ୍ୱରୂପ ତଥା ସିଂହକୁ ଦେଖି ମୃଗ ପଳାଇବା ପରି ଏହି ଏକାଦଶୀ ଯିଏ ପାଳନ କରେ ତାକୁ ପାପ ସ୍ପର୍ଶ କରେ ନାହିଁ, ଅର୍ଥାତ୍ ତାଠାରୁ ଦୂରେଇଯାଏ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଏକାଦଶୀ, ଅପରା ଏକାଦଶୀ, ଜଳକ୍ରୀଡ଼ା ଏକାଦଶୀ ବା ଅଚଳା ଏକାଦଶୀ ଓ ଭଦ୍ରକାଳୀ ଏକାଦଶୀ ନାମରେ ନାମିତ। ଏହି ଏକାଦଶୀର ସ୍ୱତନ୍ତ୍ର ହେଉଛି ଏଥିରେ ଭଗବାନ ବିଷ୍ଣୁଙ୍କୁ ବାମନ ଅବତାରରେ ପୂଜା ହୋଇଥାଏ। ଏହି ଦିନ ବାମନ ଭଗବାନଙ୍କ ପ୍ରତିମାକୁ ଆସନରେ ବସାଇବା ପୂର୍ବରୁ ଗଙ୍ଗା ଜଳରେ ସ୍ନାନ କରାଯାଇଥାଏ। ଏହାର କାରଣ ଭଗବାନ ବିଷ୍ଣୁଙ୍କର ବାମନ ଅବତାର ହିଁ ଦେବ ପାବନୀ ଗଙ୍ଗାଙ୍କର ସୃଷ୍ଟି ହୋଇଥିଲା। ଭାଗବତ ଅଷ୍ଟମ ସ୍କନ୍ଧର ବର୍ଣ୍ଣନା ଅନୁସାରେ ବାମନ ପାଦେ ଶୂନ୍ୟ ଗଲା, ବାଜନ୍ତେ ବ୍ରହ୍ମାଣ୍ଡ କମ୍ପିଲା। ସେ ଅଣ୍ଡ ଭେଦି ଜଳରାଶି ବେଗେ ବ୍ରହ୍ମାଣ୍ଡ ମଧ୍ୟେ ପଶି ବିଷ୍ଣୁ ଚରଣ ପଖାଳିଲା, ପତିତ ପାବନୀ ହୋଇଲା। ଅର୍ଥାତ୍ ବିଷ୍ଣୁଙ୍କର ଚରଣାଘାତରେ ବ୍ରହ୍ମାଣ୍ଡରୁ ଯେଉଁ ଜଳ ସ୍ରବିଥିଲା, ସେହି ଜଳର ପ୍ରଥମେ ପ୍ରଜାପତି ବ୍ରହ୍ମା ବାମନ ଭଗବାନଙ୍କର ପଦଧୌତ କରିଥିଲେ। ସେହି ଜଳ ପୃଥିବୀକୁ ଆସି ପତିତ ପାବନୀ ଗଙ୍ଗାରେ ପରିଣତ ହେଲା। ତେଣୁ ଏକାଦଶୀ ବ୍ରତଧାରୀମାନେ ଗଙ୍ଗା ଜଳରେ ବାମନ ଭଗବାନଙ୍କର ପାଦଧୌତ କରିଥାନ୍ତି। ତାହାପରେ ହଳଦୀ, କୁଙ୍କୁମ, ଅକ୍ଷତ ଆଦିରେ ତିଳକ ଲଗାଇ ଶ୍ୱେତ ପୁଷ୍ପରେ ପ୍ରତିମାଙ୍କୁ ସୁସଜ୍ଜିତ କରି ଧୂପ ଦୀପ ପ୍ରଦାନ ପୂର୍ବକ ଅର୍ଚ୍ଚନା କରନ୍ତି। ଶ୍ରୀ ଜଗନ୍ନାଥଙ୍କ ଚନ୍ଦନ ଯାତ୍ରାର ଅନ୍ତର୍ଗତ ହୋଇଥିବାରୁ ଏହି ଏକାଦଶୀ ତିଥି ଜଳକ୍ରୀଡ଼ା ଏକାଦଶୀ ଭାବରେ ଲୋକପ୍ରିୟ। ଅନ୍ୟ ଏକାଦଶୀଠାରୁ ଏହି ଏକାଦଶୀର ବ୍ରତ ପାଳନ ସାମାନ୍ୟ କଠିନ। ଏହି ଦିନ ସୁକୋମଳ ଶଯ୍ୟା ଓ ଅନ୍ନ ଭୋଜନ ନିଷେଧ। ଠାକୁରଙ୍କୁ ନୈବେଦ୍ୟ ସମର୍ପଣ କଲାପରେ ନିରାଶ୍ରୟ ବ୍ରାହ୍ମଣମାନଙ୍କୁ ଭୋଜନ ଦାନ କରଣୀୟ। ନିଷ୍ଠାର ସହିତ ଏକାଦଶୀ ବ୍ରତ ପାଳନ କଲେ ବିଷ୍ଣୁ ଲୋକରେ ସ୍ଥାନ ମିଳିଥାଏ ବୋଲି ବିଶ୍ୱାସ ଅଛି।